ସାଙ୍ଗମାନେ ତୋ ପାଇଁ ସିରିଏଲରେ ଜେଜେବାପାଙ୍କ ଶୋଇଥିବା ରୁମ୍ରେ ନିଆଁ ଲାଗିବା ଦେଖି ପରିବାରର ସମସ୍ତେ ଜେଜେବାଙ୍କ ରୁମ୍ ଆଡ଼କୁ ଆସନ୍ତି। ଆଉ ଜେଜେମା ଆସି ଦେଖନ୍ତି ତ ଚିକି ଜେଜେବାଙ୍କ ପାଖରେ ଥାଏ ଆଉ ଜେଜେବାପାଙ୍କୁ ହାତ ଘଷି ଦେଉଥାଏ। ଏସବୁ ଦେଖି ସମସ୍ତେ ଡରିଯାଆନ୍ତି। ଆଉ ଜେଜେମା ନିଜକୁ ସମ୍ଭାଳି ନପାରି ଭିତରକୁ ଆସିବା ସମୟରେ ରାମର ମା ଭିଡ଼ି ନିଅନ୍ତି ଆଉ କୁହନ୍ତି, ମା ଆପଣ ନିଜକୁ ସମ୍ଭାଳନ୍ତୁ। ରାମର ଖୁଡ଼ି କୁହନ୍ତି, ମା ଆପଣ ବ୍ୟସ୍ତ ହୁଅନ୍ତୁନି, ବାପାଙ୍କର କିଛି ବି ହେଇନି। ଆଉ ଏପଟେ ଚିକି ଜେଜେବାପା କହି ଜେଜେବାପାଙ୍କୁ ଉଠାଇବାକୁ ଚେଷ୍ଟା କରେ, କିନ୍ତୁ ଜେଜେବାପା ଉଠନ୍ତି ନାହିଁ। ଆଉ ସେପଟେ ରାମର ବାପା ଆଉ ରାମର ଦାଦା ପାଣି ଆଣିବା ପାଇଁ ଯାଆନ୍ତି। ଆଉ ଏପଟେ ରାମର ମା କୁହନ୍ତି, ଚିକି ବାପାଙ୍କର କ'ଣ ହେଲା? କ'ଣ ହେଇଛି ବାପାଙ୍କର କହ? ଆଉ ଏପଟେ ରୁହି ଦୂରରୁ ଥାଇ ସବୁ ଦେଖୁଥାଏ ଆଉ କୁହେ, କାନ୍ଦେ କାନ୍ଦେ, ତୁ କେତେ କାନ୍ଦିବୁ? ବୁଢ଼ା ଆଉ ଫେରିବନି। କାହିଁକି ନା ମୁଁ ତାର ପରମାନେଣ୍ଟ ବ୍ୟବସ୍ଥା କରିଦେଇଛି ଲୋ ବୁଢ଼ୀ। ଏସବୁ କଥା କହି ରୁହି ବହୁତ ଜୋରସେ ହସିବାକୁ ଲାଗେ। ଚିକି କୁହେ, ଜେଜେବାପା ଉଠନ୍ତୁ। ଚିକି ଜେଜେବାପାଙ୍କ ହାତ ଧରିଥିବା ବେଳେ ଜେଜେ ହାତ ତଳେ ପକାଇ ଦିଅନ୍ତି। ଆଉ ତାପରେ ସମସ୍ତେ ଡରିକି କୁହନ୍ତି, ନାଇଁ ନାଇଁ ବାପା ବାପା। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏହିଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।